अष्टादश अध्याय मणिदास संवाद। चैतन्य उवाच कहे चैतन्य महाज्ञाता भक्ति भावे जेउ कथा शुण हे मन नृपराण दाढ़ भक्तिर जे लक्षण पुरुष तमे तार घर जाति रे अटे मालाकार नाम ताहार मणिदास कुटुंब घेनी करे वास करी आपणा निज वृत्ति दुख सुख रे बंचुथांती एमंते केते दिन गला दैव ताहा भी आइला कुटुंब जाक गले नाश एका रहिला मणिदास चित्ते वैराग्य हेला तार बहिला धिक ए संसार कि हेला दारा पुत्र मोर केही तो नुहई काहार केवल जीवर उद्धार हेबाकु हरि नाम सार संसार अन्य कर्म जेते केवल मिथ्याए समस्ते एमंत बोली मणिदास वैष्णव पणे कलास डोर कौपिन आश्रय करी भावे न भजई श्रीहरि प्रभातु स्नान से करई द्वादश तिलक घेनई उत्तम तुलसीर हार गलारे भरी थाई तार नड़िया सढ़ाई दिफाल करी न थाई करताल काखे जाकिन कना खंडे मेलाई आसुथाई दांडे मिलई सिंहद्वार ठारे पतित पावन छामुरे नृत्य करई दांडे रही अनेक दंडवत हई तहु मिलई श्रद्धा मने मिलई श्रीजग मोहने गरुड़ पछे उभा हई प्रभुंक शुभाकु अनाई साष्टांगे करी दंडवत उठी कपाले जुड़ी हस्त बलई सूची हई जीवी कला श्रीमुख चाहिथिबी तुम्भे मो जीवर कारण दरिद्र लोकंकर धन एमंत बलि करे नृत्य मुंड हलाई गाए गीत सढ़ाई ताल करे धरी बजाई अति आट करी बिनता सुत पासे जाई धाई न पुणी आसुथाई कंटता अर्गली बाटकु चाहिन कला श्रीमुखकु पछकु घुंची आसुथाई जय शबद तुंडे गाई आनंदे बेनी भुज तुली नाचिन पड़ुथाई ढली मुंडे जे बेनी कर धरी तुंडे अनेक स्तुति करी जय तु त्रिपंड कालिया जय तु काईच मालिया नाना कुसुमे माला जेते भला से शुभा दिसे तते हृद पद्मरे पद्ममाला जही कमला करे लीला अनेक रत्न अलंकार पूरे तो सर्वंग जाकर श्रवणे मकर कुंडल किरबी मंडल जुगल शिरे किरीट झटकंती कियबा नवग्रह पंती तकला निधि मुख देखी भक्त जन हुए सुखी सुंदर श्वेत पद्म डूला मृत्य आरत सिंधु भेला जेतर श्रीभुज जुगल अशेष प्राणीक मंगल से भुजे शंख चक्र देखी पिहुड़ी न पारई आखि तही निश्चले मति जार कि करी पारे भीति तार तहर अभय चरण भगत भय निवारण से पाद पद्मे बिनाने भरोसा नाही मोर मने हेमंत बलि गीत गाई नाचई उन्मत हई सढ़ाई नाद मुख ध्वनि चरण पड़न्ते मेदिनी कंपई दुलु दुलु हई ता भंगी कही न सरई एही प्रकारे प्रतिदिन नाचई श्री जगमोहन हेमंते केते दिन अंते शुण सुमन शुद्ध चिते श्री जगमोहन निवास
ଦାସେ ପୁରାଣ ପଣ୍ଡା ଅତି ତୁସେ ବସିନ ପୁରାଣ କହନ୍ତି ଅନେକ ଲୋକ ଶୁଣୁଛନ୍ତି। କରିବା ଚାତୁରୀର କରି ସବୁରି ମନେ ଅଛି ହରି। ଏମନ୍ତ ବେଳେ ମଣି ଦାସ ଆସିନ ହଇଲେ ପ୍ରବେଶ ସଢ଼ାଇ ଗରଜନ କରି ମୁଖେ ବୋଲଇ ରାମ ହରି। ଚରଣ ତୁଳି ନୃତ୍ୟ କରେ ଶ୍ରୀଦାରୁ ବ୍ରହ୍ମଙ୍କ ଛାମୁରେ ମନ ନିବେଶି ପଦ୍ମ ପାଏ ଚିତ୍ତେ କାହାକୁ ନାହିଁ ଭୟେ। ପୁରାଣ ନିକଟେ ଗଡ଼ଇ କୁହାଟ କୁରୁଳି ଛାଡ଼ଇ ତା ଦେଖି ପଣ୍ଡା କ୍ରୋଧ ଚିତେ ପୁସ୍ତକ ରଖିଲେ ତ୍ୱରିତେ ବଇଲେ ଶୁଣ ଆରେ ମୂର୍ଖ ଏ ବିଷ୍ଣୁ ପୁରାଣର ପାଖ। ଚରଣ ଟେକି ନାଚୁଅଛୁ କହୁଣି ମାଡ଼ ମୁଲାଉଛୁ ଉତ୍ତମ ଲୋକେ ବସିଛନ୍ତି ଦେବଙ୍କ ସମାନ ଦିଶନ୍ତି। ଏଥେ ଗରବ ତୋର ଏଡ଼େ ନାଚୁ ଝୁମୁକି ବାନ୍ଧି ଗୁଡ଼େ ବୋବାଇ ମାରୁଥାଉ ଏଣେ ପୁରାଣ ନ ଶୁଣୁ ତ କର୍ଣ୍ଣେ। ଏମନ୍ତ ବୋଲି ପଣ୍ଡା କୂପେ ଗାଳି ଦିଅନ୍ତି କେତେ ରୂପେ ମଣିଆ ଦାସ ନ ଶୁଣଇ ପ୍ରଭୁ ହୁଆନ ନ ଜାଣଇ ତାହା ଶୁଣିନ ଅନ୍ୟ ଜନ ବୋଲନ୍ତି ଶୁଣରେ ଅଜ୍ଞାନ। ପଣ୍ଡାକ ବଚନ ନ ଶୁଣୁ ଇତର ଜନ ପ୍ରାୟ ମଣୁ ପ୍ରଭାବ ପାଇବୁ ଅପାର ରଖିବ କେଉଁ ବାପ ତୋର। ତୁ ଏବେ ଲୁଡ଼ୁଛୁ କହୁଣି ଜାଣିଥା ହେବ ଏହି କ୍ଷଣି ନ ଖାଇ ବେଗ ହୋଇ ଚଳ ଯେବେ ତୋ ଅଦୃଷ୍ଟ କୁଶଳ ନୋହିଲେ ମରିବୁ ଅବଶ୍ୟ ତାହା ଶୁଣିନ ମଣି ଦାସ। ଶୁକରେ ଗଦ ଗଦ ହୋଇ ବଦନୁ ବାକ୍ୟ ନ ସ୍ଫୁରଇ କଳାଶ୍ରୀ ମୁଖକୁ ଅନାଇ ନେତ୍ରୁଲୁତକ ଧାରା ବହି ବଇଲା ହେ ମହାବାହୁ ଶରଣ ପଞ୍ଜର ବୋଲାଉ ତୁଳି ବସିଛୁ ବାହୁ ଦୁଇ ଶରଣ ସମ୍ଭାଳିବା ପାଇଁ। ମୁଁ ଯେ ଅଟଇ ତ ଶରଣ ମତେ ବିହିଲୁ ଏକ ଶଣ ଇତର ଲୋକେ ହୋଇଥିଲେ ଶରଣ ସମ୍ଭାଳନ୍ତା ବୋଲେ ଜାଣିଲି ତୋର ପ୍ରଭୁ ପଣ ଭୃତ୍ୟରେ ବଡ଼ଇ ଦାରୁଣ। ହେମନ୍ତ ବୋଲି କ୍ରୋଧ ଭରେ ସଢ଼ାଇ ତାଳ ଧରି କରେ ପ୍ରଭୁ ଛାମୁକୁ ଫିଙ୍ଗି ଦେଲେ ମଣିଆ ଦାସ ରୁଷି ଗଲେ। ମନରେ ହୋଇନ ନିରାଶ ମଠରେ ହୋଇଲେ ପ୍ରବେଶ ଚିତ୍ତ ନିବେଶି ପ୍ରଭୁ ପାଶେ ଶୋଇଲା ମନର ବିରସେ। ହେମନ୍ତେ ହେଲା ଦିନ ଶେଷ ରଜନୀ ହୋଇଲା ପ୍ରବେଶ ସନ୍ଧ୍ୟା ଧୂପକୁ ମଣି ଦାସେ ନଗଲେ ମନର ବିରସେ। ଅନ୍ନ ଭୋଜନ ତାର ନାହିଁ ଉପବାସରେ ଅଛି ଶୋଇ ଏଣେ ଯେ ପ୍ରଭୁ ଶୋଭା ଯେତେ ଶ୍ରୀହରି ପହୁଡ଼ ସହିତେ ଭଣ୍ଡାର ଘର ମୁଦ ଦେଇ ଦେଉଳ ନିଷୁଧ କରାଇ କବାଟ ପକାଇ ତୋରିତେ ସେବକ ଗଲେ ଯେଝା ମତେ ଏଥି ଉତାରୁ ଆଦି ମୂଳ ଯେ ପ୍ରଭୁ ଭକତ ବତ୍ସଳ ନ ସହେ ସେବକ ବେଦନା ଏଥି ନିମନ୍ତେ ଚକ୍ରେବାନା ଉଡ଼ୁ ଯେ ଅଛି ନିରନ୍ତରେ ଭୃତ୍ୟ ଆରତ ଖଣ୍ଡିବାରେ ତେଣୁ ଭକତ ହିତେ ହରି ତକ୍ଷଣେ ଗଲେ ବିଜେ କରି ଯେ ମହାରାଜାଙ୍କର ପାଶ ବିଜୟ କମଳା ବିଳାସ। ରାଜା ଯେ ନିଦ୍ରା ଅଛି ଯାଇ ତା ସୀମ ସ୍ଥାନେ ଉଭା ହୋଇ ମଣିଆ ଦାସ ଅଭିମାନେ ରାଜାଙ୍କୁ କହିଲେ ସ୍ୱପନେ ବଇଲେ ଶୁଣରେ ରାଉତ ତୁ ତ ଅଜ୍ଞାନେ ହେଲୁ ମତ ତ ରାଜ୍ୟ ହାନି ଲାଭ ଯେତେ ତାହା ନ ବୁଝିକି ନିମନ୍ତେ ଏବେ ହ ଶୁଣ ଶୁଦ୍ଧ ଚିତେ ମୁଁ ଯାହା କହୁଅଛି ତତେ। ମୋର ମଣିଆ ଦାସ ଆସି ଜଗମୋହନ ଘରେ ପଶି ସଢ଼ାଇ ତାଳ କରେ ଧରି ଅନେକ ନାମ ଧ୍ୱନି କରି ନୃତ୍ୟ କରଇ ଆମ୍ଭ ପାଖେ ଆମ୍ଭେ ତା ଶୁଣୁଥାଉ ସୁଖେ। ମୋର ତହିଁରେ ଯେତେ ଲାଭ ଶୁଣ କହିବା ତହିଁ ଭାବ ତୋହର ଯେସନେ ନନ୍ଦନ ପାଞ୍ଚ ସାତରେ ଯେ ହୁସାନ
ବରଷେ ପୂରିଣ ନଥାଇ ଆସଇ ଗେହ୍ଲାଇ ଗେହ୍ଲାଇ କହଇ ଦରୁଟି ବଚନ କେବଳ ଅମୃତ ସମାନ। ତାହା ଯେ ମନ୍ତେ ଶୁଣି ତୁହି ତହୁଁ ଅଧିକ ମତେ ସେହି। ତାକୁ ପୁରାଣ ପଣ୍ଡା ତୋର ମାରି ମୋ ପାଶୁ କଲା ଦୂର। ତେଣୁ ଭକତ ରୁଷି ଗଲା ଛାମୁକୁ ମହର ନଇଲା। ତେଣୁ ମୁଁ ଉପବାସେ ଅଛି ତାକୁ ମୁଁ ନ ପାରଇ ମୂର୍ଚ୍ଛି। ଭୃତ୍ୟ ଅଇଲା ଯାଏ ମୋର ମଣୁହି ନାହିଁଟି ମହର। ଏବେ ତୁ ବେଗ ହୋଇ ଯିବୁ ମୋର ଭକ୍ତକୁ ଡକାଇବୁ। ଅନେକ ଗୌରବ କରି ଘେନାଇ ଯିବୁ ଦଣ୍ଡଧାରୀ। ଛାଡ଼ିବୁ ଶ୍ରୀ ଜଗମୋହନେ ନୃତ୍ୟ କରିବ ପ୍ରତିଦିନେ। ତେବେ ମୁଁ କରିବି ଭୋଜନ ଏକଥା ସତ୍ୟ ବୋଲି ଜାଣ। ଆବର କହୁଅଛି ତତେ ମୋର ଭକତ ଜନହିତେ। ଅତ୍ୟନ୍ତ ହରଷ ମନରେ ନିର୍ମାଣ ବିଶ୍ୱକର୍ମା କରେ। କରିଛି ଶ୍ରୀ ଜଗମୋହନ ବିସ୍ତାର କରିଛି ଯତନ। ଭକତ ଜନ ତହିଁ ମିଳି ରଙ୍ଗେ ବଜାଇ କରତାଳି। ମୋ ରଙ୍ଗା ଅଧରକୁ ଚାହିଁ ମୋ ପାଦ ପଦ୍ମକୁ ଯେ ଧ୍ୟାଇ। ମୋ ନାମ କରିଣ କୀର୍ତ୍ତନ ଆନନ୍ଦ କରୁଥିବ ମନ। ଭାବରେ ଯାଇଥିବେ ଗଡ଼ି ଉଠି କପାଳେ କର ଯୋଡ଼ି। ଅନେକ ସ୍ତୁତି କରି ମୋତେ ଜଣାଉଥିବେ ଦୁଃଖ ଚିତେ। ତାହା ମୁଁ ଶୁଣୁଥିବି ବସି ଭକତ ଜନ ମନ ତୁଷି। ଜଗମୋହନ ଏଥିପାଇଁ ଆନେ ମୋ ପ୍ରୟୋଜନ ନାହିଁ। ପୁରାଣ ପଣ୍ଡା ଆଜିଠାରୁ ମୋ ଆଗେ ପୁରାଣ ନ କରୁ। ପାରିଲେ ଲକ୍ଷ୍ମୀଙ୍କ ମୋହନେ ପୁରାଣ କରୁ ପ୍ରତିଦିନେ। ଭୃତ୍ୟକୁ କଲେ ମୋର ଦୂର ସହିବି ନାହିଁ ନିରାଧାର। ଏମନ୍ତ ଆଜ୍ଞା ତାକୁ ଦେଇ ବିଜୟ କଲେ ଭାବଗ୍ରାହୀ। ମଣିଆ ଦାସ ପାଶେ ବିଜେ କଲେ ଦେବାଧିଦେବ ରାଜେ। ବଇଲେ ଶୁଣ ଆହେ ଦାସ ତୁ କିମ୍ପା ଅଛୁ ଉପବାସ। ଏବେ ଭୋଜନ କରୁ କିନା କାଲି ମହିମା ବୁଝ ସିନା। ଏମନ୍ତ କହି ପୀତବାସ ଶ୍ରୀନୀଳାଚଳରେ ପ୍ରବେଶ। ଦାସେ ଉଠିଲେ ତାହା ଶୁଣି ଆନନ୍ଦେ ପ୍ରଭୁ ଗୁଣ ଗୁଣି। ହରଷ କରି ପଞ୍ଚମନ ସନ୍ତୋଷେ କଲେ କଭୋଜନ। ତେଣେ ନୃପତି ଚେତା ପାଇ ପାଶେ ଦେଖିଲା କେହି ନାହିଁ। ଜାଣିଲା ନିଶ୍ଚୟ ଜଗନ୍ନାଥେ କରୁଣା କରିଗଲେ ମୋତେ। ମୋ ଜୀବ ଉଦ୍ଧାର ନିମନ୍ତେ ପବିତ୍ର ହେଲା ତା ଉଚିତେ। ଏମନ୍ତେ ମନେ ମନେ ଗୁଣି ଉଠିଲା ନୃପଚୂଡ଼ାମଣି। ଅଶ୍ଵ ଉପରେ ଲାଗି ହୋଇ ମିଳିଲା କ୍ଷେତ୍ରବରେ ଯାଇ। ବେଳ ପ୍ରହରେ ଅଛି ହୋଇ ନୃପତି ଅଶ୍ଵରୁ ଓହ୍ଲାଇ। ମଣିଆ ଦାସକୁ ହକାରି କୂଳେ ବସାଇ ଦଣ୍ଡଧାରୀ। ଅନେକ ଗୌରବ କଲେ ହସ୍ତ ଧରିଣ ଘେନି ଗଲେ। ସଙ୍ଗତେ ଘେନି ଶ୍ରଦ୍ଧା ମନେ ପ୍ରବେଶ ଶ୍ରୀ ଜଗମୋହନେ। ନୃପତି ବାନ୍ଧି ଦେଲେ ପାଟ ବଇଲେ ଦାସେ କର ନାଟ। ସଢାଇ ତାଳ ଧରି ହସ୍ତ ଆନନ୍ଦେ ଗାଉଥାଅ ଗୀତ। ପ୍ରଭୁଙ୍କ ମନ କର ତୁଷ ଶୁଣି ଆନନ୍ଦେ ମଣି ଦାସ। ସେହି ପ୍ରକାରେ କରି ଗୀତ ଗାଇ ଢମାଳି କରେ ନୃତ୍ୟ। ତହୁଁ ପୁରାଣ ମନା କଲେ ଲକ୍ଷ୍ମୀଙ୍କ ମୋହନେ ଗାଇଲେ। ଶୁଣ ସୁମନ ଶୁଦ୍ଧ ଚିତେ ପ୍ରଭୁଙ୍କ ମହିମା ଏମନ୍ତେ। ବିଷ୍ଣୁ ପୁରାଣ କଲେ ମନା ଭକତ ଭାବ ମୂଳ ସିନା। ସଢାଇ ନାଟ କଲେ ମୂଳ ଭକତ ବନ୍ଧୁ ଆଦି ମୂଳ। ଏହି ସେ ପ୍ରଭୁର ଭଜନ ମୂଳ ତୁ କର ହେ ସୁମନ। ଏ ଭବ ଜଳୁ ହେବୁ ପାର ଗୁଷ୍ପଦ ଜଳର ପ୍ରକାର। ସେ ହରି ଛାଡ଼ି ଯେ ଭଜନ କରଇ ଅନ୍ୟ ଦେବମାନ। ସେ କାହିଁ ତରଇ ସଂସାର ବ୍ୟର୍ଥ କର୍ମରେ ଶ୍ରମ ତାର। ଅନ୍ଧ ଯେ ସନେ ଅନ୍ଧକାରେ କେବେ ହେ ଗମିନ ନ ପାରେ। ମୃଗ ତୃଷ୍ଣାକୁ ଆଶ୍ରା କରି ଧାଇଁଲେ ତୃଷାନିକି ହରି।
ସେହି ପ୍ରକାରେ ଭ୍ରମି ପାରେ ବୋଲି ନ ମୋହନାଶ କରେ। ଏ ଦାଢ଼୍ୟ ଭକ୍ତିର ସାମୃତ କେବଳ ଶ୍ରଦ୍ଧାରେ ମୁକତ। ଯେ ପ୍ରାଣୀ ଶୁଣି ଶ୍ରଦ୍ଧା କରେ ଅଶେଷ ଜନ୍ମ ପାପ ହରେ। ବାଞ୍ଛା ସମ୍ପୂର୍ଣ୍ଣ ହେବ ତାର ନ ଯିବ ଯମର ମନ୍ଦିର। କହଇ ରାମଦାସ ଦ୍ୱିଜ ମୋ ପ୍ରଭୁ ଶଙ୍ଖ ଚତୁର୍ଭୁଜ। ହେ ଭବ ସଂସାର କୁଡ଼ରୀ ଶରଣ ମାଗୁଅଛି ହରି। ତୁମ୍ଭେ ଯେ ପତିତ ପାବନ ମୁହିଁ ଅଟଇ ପାପୀ ଜନ। ନିରାଶ ନ କର ଗୋସାଇଁ ଅନ୍ୟ ଶରଣ ମୋର ନାହିଁ। ତୁମ୍ଭର ପାଦ ପଦ୍ମ ଧୂଳି ମଣ୍ଡନ ହେଉ ମମ ଉଳି। ଉଦ୍ଧର ଅବାନ ଉଦ୍ଧର ଅନ୍ୟ ଭରସା ନାହିଁ ମୋର। ସୁଜନ ଏହି ରସେ ରସ ହରି ମହିମା ନାବେ ବସ। ସକଳ ଅମଙ୍ଗଳ ନାଶ ଏ ଭବ ଜଳରେ ନ ଭାସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମୋହନ ଚୈତନ୍ୟ ସମ୍ବାଦେ। ମଣିଦାସ ଦାଢ଼୍ୟ ଭାବ ବର୍ଣ୍ଣନେ ନାମ ଅଷ୍ଟାଦଶ ଅଧ୍ୟାୟ।